ପାତଞ୍ଜଳ ଯୋଗସୂତ୍ରର ସମାଧିପାଦର 2 ନମ୍ବର ସୂତ୍ର ଯୋଗ ଚିତ୍ତବୃତ୍ତି ନିରୋଧ। ଅର୍ଥ କ'ଣ ନା ଯୋଗ କହିଲେ ଯୋଗ ଆମେ ଯେଉଁ ବୁଝେ ଯୋଗ ଚିତ୍ତ ଚିତ୍ତ ହେଲା ମନ ବୁଦ୍ଧି ଆଉ ଅହଙ୍କାର ସମ୍ମିଳିତ ରୂପଟା ହେଲା ଚିତ୍ତ। ବୃତ୍ତି କ'ଣ ନା ମନର ତରଙ୍ଗ ମନର ଚଳନ ତାର ଯେଉଁ ଚଞ୍ଚଳତାଟା। ନିରୋଧ ହେଲା ନିୟନ୍ତ୍ରଣ ନିବାରଣ ଶାନ୍ତିକରଣ ଏଇ ଅର୍ଥରେ। ତାର ଅର୍ଥ କ'ଣ ଆସିଲା ନା ମନର ବା ଚିତ୍ତର ସମସ୍ତ ତରଙ୍ଗ ବା ସମସ୍ତ ବୃତ୍ତିର ନିରୋଧ କରିବା ହେଉଛି ଯୋଗ। ତାକୁ ଆମେ ବ୍ୟାଖ୍ୟା କରିବା ଆମେ ଦେଖିବା ପତଞ୍ଜଳି ଏହି ସୂତ୍ରରେ ଯୋଗର ସଂକ୍ଷିପ୍ତ କିନ୍ତୁ ଗଭୀର ସଂଜ୍ଞା ଦେଇଛନ୍ତି। ସାଧାରଣ ମଣିଷର ଚିତ୍ତ ସଦା ସର୍ବଦା ଭାବନା ଆକାଂକ୍ଷା ସ୍ମୃତି ଓ କଳ୍ପନାର ତରଙ୍ଗରେ ଚଳଚଞ୍ଚଳ ହୋଇ ରହିଥାଏ। ଏହି ଚଞ୍ଚଳତାକୁ ହିଁ ଚିତ୍ତବୃତ୍ତି କୁହାଯାଏ। ଯୋଗର ମୂଳ ଉଦ୍ଦେଶ୍ୟ ଏହି ବୃତ୍ତିଗୁଡ଼ିକୁ ଦମନ କରିବା ନୁହେଁ ବରଂ ସେଗୁଡ଼ିକୁ ଶାନ୍ତ ସଂୟମିତ ଓ ନିୟନ୍ତ୍ରିତ କରିବା। ଯେତେବେଳେ ଚିତ୍ତ ଶାନ୍ତ ହୁଏ ସାଧକ ନିଜର ସତ୍ୟ ସ୍ୱରୂପକୁ ଅନୁଭବ କରେ। ଏହିପରି ପତଞ୍ଜଳିଙ୍କ ମତରେ ଆସନ ପ୍ରାଣାୟାମ କିମ୍ବା ଧ୍ୟାନ ମାତ୍ରକୁ ଯୋଗ କୁହାଯାଏନି। ମନର ଅସ୍ଥିରତାର ନିରୋଧ ହେଲେ ତାକୁ ଯୋଗ ବୋଲି କୁହାଯାଏ। ସେଇଠି ଯୋଗ ସାଧିତ ହୋଇଥାଏ। ତାକୁ ଯଦି ଆମେ ଅତି ସଂକ୍ଷିପ୍ତ ଭାବରେ ନୋଟ ଆକାରରେ ଦେଖିବା ତାହେଲେ ଯୋଗ ଚିତ୍ତବୃତ୍ତି ନିରୋଧ ହେଲା ମନର ସମସ୍ତ ଚଞ୍ଚଳତା ବା ବୃତ୍ତିକୁ ନିୟନ୍ତ୍ରଣ କରିବାକୁ ଯୋଗ କୁହାଯାଏ। ଏବଂ ବ୍ୟାଖ୍ୟା ଦେଖିବା ମନ ସଦାସର୍ବଦା ଭାବନା କଳ୍ପନା ଓ ଇଚ୍ଛାରେ ଚଞ୍ଚଳ ଥାଏ। ଏହି ଚଞ୍ଚଳତା ହିଁ ଦୁଃଖର କାରଣ। ଯୋଗାଭ୍ୟାସ ଦ୍ୱାରା ଯେତେବେଳେ ଏହି ଚିତ୍ତବୃତ୍ତି ଶାନ୍ତ ହୁଏ ସେତେବେଳେ ମଣିଷ ନିଜ ସତ୍ୟ ସ୍ୱରୂପକୁ ଅନୁଭବ କରେ। ଏହି ଅବସ୍ଥାକୁ ଯୋଗ ବୋଲି କୁହାଯାଏ।